ମକର ସଂକ୍ରାନ୍ତିରେ ଆମର ଉତ୍କଳୀୟ ପରମ୍ପରା ଅନୁସାରେ ମକର ଚାଉଳ ସମସ୍ତ ଦେବାଦେବୀଙ୍କୁ ଭୋଗ ଲାଗିଥାଏ। ମନ୍ଦିର ହେଉ ବା ଗୃହ, ନୂଆ ଚାଉଳ ହିଁ ଭୋଗ ଲାଗିଥାଏ। ନୂଆ ଚାଉଳକୁ ଆପଣ ଗୋଟା ରଖିପାରିବେ, ନଚେତ୍ ଆପଣ ପାଣି ମିଶାଇକି 5-10 ମିନିଟ୍ ରଖିଦେବେ। ତାପରେ ଆପଣ ତାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରିଦେବେ। ଅରୁଆ ଚାଉଳ ଗୁଣ୍ଡ ବା ଗୋଟା ଅରୁଆ ଚାଉଳରେ ପ୍ରଥମେ ଆପଣ ଅଦା ଛେଚା ପକାଇବେ ବା ଅଦା କୋରିକି ଆପଣ ପକାଇ ପାରନ୍ତି ଏବଂ କଞ୍ଚା କ୍ଷୀରର ପ୍ରୟୋଗ କରିବେ। ସିଝା କ୍ଷୀର ବଦଳରେ କଞ୍ଚା କ୍ଷୀର ପଡ଼ିଥାଏ ଏବଂ ଗୋଲମରିଚର ଗୁଣ୍ଡ ପଡ଼ିଥାଏ। ଦହି ଛେନା ନଚେତ୍ କ୍ଷୀର ଛେନା ଆପଣ ନେଇପାରିବେ। ମକର ଚାଉଳରେ ଗୁଡ଼ ପଡ଼ିଥାଏ। ଗୁଡ଼ ବଦଳରେ ଚିନି ପକାଇବେ ନାହିଁ। ଚିନି ଦେହ ପାଇଁ ଖରାପ ଏବଂ ଠାକୁରଙ୍କ ପୂଜାରେ ଚିନିର ପ୍ରୟୋଗ କରାଯାଏ ନାହିଁ। ଏବଂ ପାଚିଲା କଦଳୀ ଯେମିତି ହେଲେ ଆପଣ ମକର ଚାଉଳରେ ପକାଇବେ। ନଡ଼ିଆ କୋରା ମଧ୍ୟ ମକର ଚାଉଳରେ ପଡ଼ିଥାଏ। ଏ ସମସ୍ତ ଜିନିଷକୁ ଚକଟି ଦେବେ। ଖାଇବା କର୍ପୂର ଟିକେ ଗୁଣ୍ଡ କରିକି ଉପରେ ପକାଇବେ ଏବଂ ଘିଅ ଟିକେ ପକାଇବେ। ସମସ୍ତ ଫଳମୂଳ ମଧ୍ୟ ପକାଇ ପାରିବେ ମକର ଚାଉଳରେ।